ହାଏ ସାଙ୍ଗମାନେ, ମୋ ନାଁ ରାଜା। ଆଜି ଗୋଟେ ନୂଆ କାହାଣୀ କହିବାକୁ ଆପଣମାନଙ୍କୁ ଯାଉଛି। ମୋର ଗ୍ରାଜୁଏସନ୍ ସରିବା ପରେ ମୋର ଟେନସନ୍ ବଢ଼ିଗଲା। କ'ଣ କରିବି? ସରକାରୀ ଚାକିରି ମିଳିବା କଷ୍ଟ ବୋଲି ଜାଣି ମୁଁ ପ୍ରାଇଭେଟ୍ ଜବ୍ ଖୋଜିବାରେ ଲାଗିଲି। ବହୁତ ଜାଗା ଖୋଜିବା ପରେ ନିରାଶ ହେଲି। ତାପରେ ମୋର ଜଣେ ସାଙ୍ଗ ପାଇଁ ତାର ରିଲେଟିଭ୍ ଗୋଟେ ଜବ୍ ଚେନ୍ନାଇରେ ଖୋଜିଦେଲେ। ଇଣ୍ଟରଭ୍ୟୁରେ ସିଲେକ୍ଟ ହୋଇଗଲେ ଜବ୍ ମିଳିଯିବା ସେ ମୋତେ ମଧ୍ୟ କହିଲା। ଏ କଥା ଶୁଣି ମୁଁ ଖୁସି ହୋଇଗଲି। ଆମେ ଦୁଇ ଜଣ ଇଣ୍ଟରଭ୍ୟୁ ଦେବାକୁ ଗଲୁ, କିନ୍ତୁ ଦୁର୍ଭାଗ୍ୟ ମୁଁ ସିଲେକ୍ଟ ହେଲିନି। ତେଣୁ ସାଙ୍ଗକୁ ଛାଡ଼ି ଦେଇ ମନ ଦୁଃଖରେ ଫେରୁଥାଏ। ଏହି ସମୟରେ ମୋର ଜଣେ ସାଙ୍ଗ ଫୋନ୍ କଲା। ତା ନାଁ ଚିଙ୍କି। ବହୁତ ଦିନ ପରେ ତା ସହ କଥା ହେଉଥାଏ, ତେଣୁ ମନ ସାମାନ୍ୟ ହାଲୁକା ଲାଗୁଥାଏ। ସିଏ ପଚାରିଲା, ଏବେ କୋଉଠି? ମୁଁ କହିଲି, ଚେନ୍ନାଇରୁ ଫେରୁଛି। ସେ କହିଲା, ୱାଓ, ମୁଁ ଭୁବନେଶ୍ୱରରେ ରହୁଛି, ତୁ ଆସେ ଦେଖା ହେବା। ତାପରେ ସେ ମୋତେ ରେଲୱେ ଷ୍ଟେସନରେ ରିସିଭ୍ କରିବାକୁ ଆସିଲା। ମୁଁ ଯେତେବେଳେ ତାକୁ ଦେଖିଲି ପୁରା ଆଶ୍ଚର୍ଯ୍ୟ ହୋଇଗଲି। ସିଏ ଜିନ୍ସ ଆଉ ଟପ୍ ପିନ୍ଧି ପୁରା ହଟ୍ ଆଉ ସେକ୍ସି ଦେଖାଯାଉଥିଲା। ତାପରେ ତାଙ୍କ ଘରକୁ ଗଲି। ଘରେ ତା ମା ଥିଲେ, ବାପା ଚାକିରି କରିଥିଲେ, ତେଣୁ ବାହାରେ ଥିଲେ। ମୁଁ ସେଠି ଫ୍ରେଶ୍ ହେଇଗଲି। ତାପରେ ଚିଙ୍କି ସହ ଲଞ୍ଚ କରି ବାହାରିଲି। ଚିଙ୍କି ମୋ ଉପରେ ରାଗିଯାଇ କହିଲା, କୁଆଡ଼େ? ମୁଁ କହିଲି, ଘରକୁ ଯିବି। ତ ସିଏ କହିଲା, ମୁଁ ଯେପର୍ଯ୍ୟନ୍ତ ନ କହିଛି ତୁ ଯାଇପାରିବୁନି। ମୁଁ ଯେତେ ମନା କଲି ବି ସେ ଶୁଣିଲାନି। ତା ମା କହିଲେ, ପୁଅ, ଘରେ ଯାଇ କ'ଣ କରିବ? ଏଇଟା କ'ଣ ଘର ନୁହେଁ? ତୁମେ ଆଜି ରହିଯାଅ, କାଲି ଚାଲିଯିବ। ମୋର ଆଉ କିଛି ଉପାୟ ନଥିଲା, ବାଧ୍ୟ ହୋଇ ରହିଲି। 4ଟା ବେଳୁ ଚିଙ୍କି କହିଲା, ଚାଲ ଜୟଦେବ ବାଟିକା ଯିବା। ମୁଁ ଜୟଦେବ ବାଟିକା କେବେ ଯାଇନଥିଲି। ଆମେ ସେଠିକି ଗଲୁ। ସେଠି ସବୁ ପୁଅ ଝିଅ କୁଣ୍ଢାକୁଣ୍ଢି ହେଇକରି କିସ୍ ଦିଆଦିଆ ହେଉଥିଲେ। ମୋତେ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥାଏ। ମୁଁ ଚିଙ୍କିକି କହିଲି, ମୋତେ ଭଲ ଲାଗୁନି, ଚାଲ ଏଠୁ ଯିବା। ସେ କହିଲା, କିଛି ସମୟ ଏଠି ରହିଲେ ଆପେ ଆପେ ଭଲ ଲାଗିବ। ଆମେ ଦୁଇ ଜଣ ଗୋଟେ ସିମେଣ୍ଟ ବେଞ୍ଚରେ ବସିଲୁ। କିଛି ସମୟ ବସିଲା ପରେ ସେ ମୋ ଲିପ୍ରେ ଗୋଟେ କିସ୍ କଲା। ମୋତେ ଆଜି ପର୍ଯ୍ୟନ୍ତ କେହି ଝିଅ କିସ୍ କରିନଥିଲେ। ମୋ ଦେହ କ'ଣ ହୋଇଗଲା। ଦେହ ହାତ ପୁରା ଝିମ୍ଝିମ୍ ହେଇଗଲା। ମୁଁ କିଛି ନ କହିବା ଦେଖି ସେ କହିଲା, କ'ଣ ହେଲା କିଛି କହୁନୁ? ମୁଁ ଆଉ କିଛି ନ କହି ଚୁପ୍ ରହିଲି। ତାପରେ ସେ ହସି ହସି ମୋ ଗାଲକୁ ଚିପି ଦେଇ କହିଲା, ବୁଦ୍ଦୁ, କିଛି ବୁଝିପାରୁନୁ? ଦେଖ ଏଠି ସମସ୍ତେ କ'ଣ କରୁଛନ୍ତି। ମୁଁ ଚାରିପଟକୁ ଦେଖିଲା ବେଳକୁ ସମସ୍ତେ ନିଜ ନିଜ ଗର୍ଲଫ୍ରେଣ୍ଡକୁ କିସ୍ କରିବାରେ ବ୍ୟସ୍ତ। ମୁଁ କିଛି ନ କରିବା ଦେଖି ଚିଙ୍କି ମୋ କୋଳରେ ବସି ଦୁଇ ଗୋଡ଼କୁ ପଛପଟେ ଛନ୍ଦି ଦେଇ ମୋ ଓଠକୁ ଚୁଷିବାକୁ ଲାଗିଲା। ମୁଁ ଆଉ ନିଜକୁ କଣ୍ଟ୍ରୋଲ କରି ନ ପାରି ତାକୁ ଜୋରରେ କୁଣ୍ଢାଇ ଧରି ତା ଓଠକୁ ଚୁଷିବାକୁ ଲାଗିଲି। କିଛି ସମୟ ତା ଓଠକୁ ଚୁଷିଲା ପରେ ମୁଁ ତା ଦୁଧକୁ ଚିପିବାକୁ ଲାଗିଲି। ସିଏ ଆହୁରି ମୋତେ ଜୋରରେ କୁଣ୍ଢେଇ ଧରିଲା। ତାପରେ ମୁଁ ତା ଚଡ଼ି ଭିତରେ ହାତ ପୁରାଇଲି। ସେ ହଠାତ୍ ମୋତେ ଠେଲିଦେଲା ଆଉ କହିଲା, ଏଠି ନୁହେଁ। ତାପରେ ମୁଁ ତାକୁ ଜୋରରେ କୁଣ୍ଢାଇ କିସ୍ କରିବାକୁ ଲାଗିଲି। ସେ କହିଲା, ସେତିକି ଥାଉ, ଚାଲ ଘରକୁ ଯିବା। ମୁଁ ତା କଥା ନ ଶୁଣି ତାକୁ ସେମିତି ଧରିଥାଏ। ସେ କହିଲା, ପାଗଳ ତୁ, ମୋ ହଜବ୍ୟାଣ୍ଡ ଭଳି ହଉଛୁ। ମୁଁ ଜାଣିନଥିଲି ତା ବାହାଘର ସରିଯାଇଛି ବୋଲି, କାରଣ ସିଏ ସିନ୍ଦୁର କି ଚୁଡ଼ି ପିନ୍ଧିନଥିଲା। ତାପରେ ଆମେ ସେଠାରୁ ଚାଲି ଆସିଲୁ। ଗାଡ଼ିରେ ମୁଁ ଚୁପଚାପ ବସିଥାଏ। ସିଏ ମୋତେ ଆଉ କିଛି କହିଲାନି। ମୁଁ ଘରକୁ ଆସି ଛାତ ଉପରକୁ ଚାଲିଗଲି। ଅଧଘଣ୍ଟା ପରେ ସିଏ ଫୋନ୍ କଲା। ପଚାରିଲା, କୋଉଠି? ମୁଁ କହିଲି, ଛାତ ଉପରେ। ସେ ମୋ ପାଖକୁ ଆସିଲା, ମୋ ପାଖରେ ବସିଲା। ମୋତେ କହିଲା, ଏଠି ଏକୁଟିଆ କାହିଁକି ବସିଛୁ? ମୁଁ କହିଲି, ମୋତେ ଭଲ ଲାଗୁନି। ଚିଙ୍କି କହିଲା, କାହିଁକି? ମୁଁ କହିଲି, ଜାଣିନି। ଚିଙ୍କି କହିଲା, ମୁଁ ଜାଣିଛି। ମୁଁ କହିଲି, ତୁ ବାହା ହୋଇ ମୋ ସହ ଏମିତି କାହିଁକି କଲୁ? ଚିଙ୍କି କହିଲା, ମୋ ପାଖେ ଆଉ କିଛି ଉପାୟ ନଥିଲା। ମୁଁ ଆଉ ମୋ ସ୍ୱାମୀଙ୍କ ପାଖରେ ରହୁନି। ସେ ମୋତେ ଛାଡ଼ି ଚାଲି ଯାଇଛନ୍ତି। ମୁଁ କହିଲି, ହେଲେ କାହିଁକି? ଚିଙ୍କି କହିଲା, ବାହାଘରର 2 ବର୍ଷ ପର୍ଯ୍ୟନ୍ତ ଆମର କୌଣସି ପିଲାଛୁଆ ହେଲାନି। ତୁ କହ, ଏଥିରେ ମୋର କ'ଣ ଭୁଲ? ଚିଙ୍କି କାନ୍ଦିବାକୁ ଲାଗିଲା। ମୁଁ ଯେତେ ବୁଝେଇଲେ ବି ସେ ବୁଝିଲାନି। ଆହୁରି ଜୋରରେ କାନ୍ଦିଲା। ଶେଷରେ ସେ ମୋତେ କୁଣ୍ଢାଇ ଧରି କାନ୍ଦିବାକୁ ଲାଗିଲା। ମୁଁ ତାକୁ ଧରି କହିଲି, ମୋ ରାଣ ଆଉ କାନ୍ଦେନି। ସେ ତୁନି ହେଲା। ତାପରେ ମୋତେ କହିଲା, ଗୋଟେ କଥା କହିବି। ମୁଁ କହିଲି, କ'ଣ କହ? ସେ କହିଲା, ବାଟିକାରେ ଯାହା କରିଥିଲୁ ସେଇଆ କର। ତାପରେ ମୁଁ ତାକୁ କୁଣ୍ଢେଇ କିସ୍ କରିବାକୁ ଲାଗିଲି। ଧୀରେ ଧୀରେ ତା ଦୁଧ ଚିପି ତା ବିଏରେ ହାତ ମାରିଲି। ସିଏ ମୋ ପ୍ୟାଣ୍ଟ ଭିତରେ ହାତ ପୂରେଇ ମୋ ବାଣ୍ଡକୁ ଆଉଁସିବାକୁ ଲାଗିଲା। ମୋ ବାଣ୍ଡ ସେତେବେଳକୁ ପୁରା ଲୁହା ରଡ୍ ଭଳି ହୋଇଗଲାଣି। ତା ବିଆ ମୋ ହାତକୁ ନାଳୁଆ ଲାଗିଲା। ତାପରେ ମୁଁ କହିଲି, ଚିଙ୍କି, ମୁଁ ଆଉ ସମ୍ଭାଳି ପାରୁନି। ମୋର ବହୁତ ଇଚ୍ଛା ହେଉଛି। ସେ କହିଲା, ତୋର ଯାହା ଇଚ୍ଛା ହେଉଛି ସେଇଆ କର। ମୁଁ ତାପରେ ତାକୁ ପୁରା ନଙ୍ଗଳା କରିଦେଇ ତା ଦେହ ସାରା ଚୁଷିବାରେ ଲାଗିଲି। ସେ ଖାଲି ମୋତେ ଜୋରରେ କୁଣ୍ଢାଇ ଧରି ଆ ଉ ହଉଥାଏ। ଦୁଧକୁ ବିଏକୁ ଖାଇଲା ବେଳେ ମୋ ମୁହଁକୁ ମାଡ଼ି ଭଲରେ ଖା ମୋ ଧନ, ଭଲରେ ଖା କହି ଖାଲି ସଁ ସଁ ହେଉଥିଲା। ପ୍ରଥମ ଥର ହେଇଥିବାରୁ ମୁଁ ଭଲରେ ଖାଉଥାଏ। ଏହି ସମୟରେ ତା ମା ଆସି ପହଞ୍ଚିଗଲେ।
ଆମେ ସେତେବେଳେ କ'ଣ କରିବୁ କିଛି ବୁଝିପାରିଲୁ ନାହିଁ। ସେ ଚିଙ୍କିକୁ ଗୋଟେ ଥାପଡ଼ ମାରି ତା ରୁମ୍କୁ ଯିବାକୁ କହିଲେ। ମୁଁ ସେତେବେଳକୁ ଭୟରେ ସେମିତି ଠିଆ ହୋଇଥାଏ। ସେ ମୋତେ କହିଲେ, ମୋ ଝିଅ ବହୁତ ଦିନରୁ ଦୁଃଖରେ ଥିଲା। ତମେ ଆସିବ ବୋଲି ଖୁସି ହେଇଯାଇଥିଲା। ଆଉ ତମେ ଆସିବା ପରେ ତମକୁ ମୋ ପୁଅ ଭାବି ରହିବାକୁ କହିଲି, କିନ୍ତୁ ତମେ ଚାଲିଯାଅ ଏଠୁ। ମୁଁ ସେଇଠୁ ଚାଲି ଆସିଲି। ବସ୍ ଷ୍ଟାଣ୍ଡକୁ ଗଲାବେଳକୁ ଶେଷ ବସ୍ ଛାଡ଼ି ଦେଇଥିଲା। ବାଧ୍ୟ ମୁଁ ସକାଳ ବସ୍କୁ ଅପେକ୍ଷା କରିବାକୁ ପଡ଼ିଲା। ସେହି ଘଟଣା ପାଇଁ ମୋତେ ବହୁତ ଖରାପ ଲାଗିଲା। ମୋ ମନ ଦୁଃଖରେ ବସିଥାଏ। କେତେବେଳେ ମୋତେ ନିଦ ଲାଗିଗଲା ମୁଁ ଜାଣିପାରିଲିନି। ଟ୍ରିଙ୍ଗ ଟ୍ରିଙ୍ଗ କାହା ଫୋନ୍ ରିଙ୍ଗରେ ମୋ ନିଦ ଭାଙ୍ଗିଗଲା। ଫୋନ୍ ଦେଖିଲା ବେଳକୁ ଚିଙ୍କି ଫୋନ୍ କରିଥିଲା। ମୁଁ ଆଉ ଫୋନ୍ ରିସିଭ୍ କଲିନି। ସେ ବାରମ୍ବାର ଫୋନ୍ କଲା ପରେ ବି ମୁଁ ରାଗରେ ଆଉ ରିସିଭ୍ କଲିନି। ତାପରେ ସିଏ ମେସେଜ୍ କଲା, ମୋର ଆଣ ଫୋନ୍ ରିସିଭ୍ କର। ତାପରେ ମୁଁ ଫୋନ୍ ରିସିଭ୍ କଲି। ସେ ମୋତେ ପଚାରିଲା କୋଉଠି? ମୁଁ କହିଲି ଗାଁକୁ ଯାଉଛି, ବସ୍ରେ ବସିଛି। ସେ କହିଲା ମିଛ କହନି। ତୁ ଯେତେବେଳେ ଗଲୁ ସେତେବେଳେ କୌଣସି ବସ୍ ତମ ଗାଁକୁ ନାହିଁ। ସତ କହ କୋଉଠି? ମୁଁ କହିଲି ବସ୍ ଷ୍ଟାଣ୍ଡରେ। ସିଏ କହିଲା ଓକେ, ମୁଁ ଯାଇ ସେଇଠି ପହଞ୍ଚୁଛି। ତାପରେ ସିଏ ଆସି ମୋତେ ସରି କହି ତାଙ୍କ ଘରକୁ ଯିବାକୁ କହିଲା। ମୁଁ ମନା କଲେ ବି ସିଏ କିଛି ଶୁଣିଲାନି। ମୋତେ ଭିଡ଼ି ନେଇ ଗାଡ଼ିରେ ବସାଇଲା। ଘରେ ପହଞ୍ଚିଲା ପରେ ତା ମାଆ ମୋତେ ଦେଖି କିଛି କହିଲେନି। ଚିଙ୍କି ମୋତେ ତା ରୁମ୍କୁ ନେଇଗଲା। ତାପରେ ମୋତେ କହିଲା, ତୁ ଆଜିଠୁ ଏଇଠି ରହିବୁ। ମୁଁ କହିଲି କିନ୍ତୁ? ସେ କହିଲା କିନ୍ତୁ ଫିନ୍ତୁ କିଛି ନାହିଁ। ମୋ ମାଆ ସହ କଥା ହେଇଯାଇଛି। ମୁଁ ତାପରେ ଶୋଇଗଲି। ସକାଳେ ମୋତେ ଚିଙ୍କି ଆସି ଉଠାଇଲା। ମୁଁ ଉଠି ଦେଖିଲା ବେଳକୁ ସିଏ ମୋ ପାଇଁ ଚା ନେଇ ଆସିଥିଲା। ହଟ୍ ପ୍ୟାଣ୍ଟ ପିନ୍ଧି ପୁରା ସେକ୍ସି ଦେଖାଯାଉଥିଲା। ମୁଁ ତାକୁ ଭିଡ଼ି ଆଣି କୁଣ୍ଢେଇ ତାକୁ କିସ୍ କରିବାକୁ ଲାଗିଲି। ସିଏ ନାହିଁ ନାହିଁ କରୁଥାଏ। ମୁଁ କିଛି ନ ଶୁଣି ତାକୁ ତଳେ ଶୁଆଇ ଦେଇ ମାଡ଼ି ବସି ତାକୁ କିସ୍ କରିବାକୁ ଲାଗିଲି। ତାପରେ ସିଏ ମୋତେ ସାଥ୍ ଦେଲା। ମୁଁ ତାକୁ ଲଙ୍ଗଳା କରି ତା ବିଆ ଦୁଧ ଆଉ ଓଠକୁ ଚୁଷିବାରେ ଲାଗିଲି। ତାପରେ ସିଏ ମୋତେ କହିଲା, ପାଗଳ ସେତିକି ଥାଉ କହି ମୋତେ ଠେଲିଦେଲା। ମୋତେ କହିଲା ଜଲ୍ଦି ଗାଧେଇ ରେଡ଼ି ହେଇଯା, ଆମେ ଆଜି ମାର୍କେଟିଂ କରିବାକୁ ଯିବା। ମାର୍କେଟିଂ ସାରି ଆସିବା ପରେ ଡିନର ସାରି ମୁଁ ଶୋଇବାକୁ ଯାଉଥିଲି ତ ଚିଙ୍କି ଆସି କହିଲା, ତୁ ଛାତ ଉପରେ ଥା, ମୁଁ ଡାକିଲେ ଆସିବୁ। ମୁଁ ଛାତ ଉପରକୁ ଚାଲିଗଲି। ପ୍ରାୟ ଅଧଘଣ୍ଟା ପରେ ଚିଙ୍କି ମୋତେ ଫୋନ୍ କଲା, ରୁମ୍କୁ ଆସେ। ମୁଁ ଆସି ଦେଖିଲି ରୁମ୍ ପୁରା ସଜା ହେଇଛି। ମୁଁ ପଚାରିଲି ଏସବୁ କ'ଣ? ଚିଙ୍କି କହିଲା ଆଜି ଆମର ପ୍ରଥମ ରାତି ତ ସେଥିପାଇଁ। ତାପରେ ସେ ମୋତେ କ୍ଷୀର ଦେଲା ପିଇବା ପାଇଁ। ମୁଁ ଅଧା ପିଇ ତାକୁ ଅଧା ଦେଲି। ସେ ଖୁସିରେ ପିଇଲା। ତାପରେ ଅସଲ ଖେଳ ଆରମ୍ଭ ହେଲା। ମୁଁ ତାକୁ କିସ୍ କରିବାକୁ ଲାଗିଲି। ସେ ବି ଏକ୍ସାଇଟ୍ ହେଇକିରି ମୋତେ ଜାବୁଡ଼ି ଧରିଲା। ମୁଁ ତା ଓଠକୁ ଚୁଷିବାକୁ ଲାଗିଲି। ଧୀରେ ଧୀରେ ମୁଁ ତାକୁ ପୁରା ଲଙ୍ଗଳା କରିଦେଇ ଦେହ ସାରା ଚାଟିବାରେ ଲାଗିଲି। ମୋତେ ମିଠା ଲାଗିଲା। ପଚାରିବାରୁ ସେ କହିଲା, ମୁଁ ଦେହ ସାରା ମହ ମାରି ଦେଇଛି। ତାପରେ ବିହରେ ଆଙ୍ଗୁଠି ପୂରେଇ ସଲସଲ କରି ଦୁଧକୁ ଖାଇବାରେ ଲାଗିଲି। ତାପରେ ଧୀରେ ଧୀରେ ଚାଟି ଚାଟି ବିଆ ପର୍ଯ୍ୟନ୍ତ ଆସିଲି। ସିଏ ଆହୁରି ଉତ୍ତେଜିତ ହେଇ ମୋ ମୁହଁକୁ ମାଡ଼ି ଦେଇ କହିଲା, ମୋ ଧନ ଭଲକିରି ଖା। ଚିଙ୍କି କହିଲା, ମୁଁ ଆଉ ରହିପାରୁନି, ମୋତେ ଏଥର କରେ। ମୁଁ କହିଲି କେମିତି କରିବି? ସେ ହସି ଦେଇ କହିଲା, ପାଖରେ ଖାଇବା ଥାଇକିରି କେମିତି ଖାଇବା ପଚାରୁଛୁ? ମୁଁ କହିଲି ମୁଁ ଆଗରୁ କେବେ ଏମିତି କରିନାହିଁ। ସେ କହିଲା ହଉ ଠିକ୍ ଅଛି। ସେ ଚିତ୍ ହୋଇ ଶୋଇ ଦି ଗୋଡ଼ ମେଲେଇ ଦେଲା। ପ୍ରଥମ ବିଆ ମୁଁ ଦେଖୁଥାଏ। ଚିଙ୍କି କହିଲା, ଏମିତି ଅନେଇଛୁ କ'ଣ? ଜଲ୍ଦି କର। ମୁଁ ତାପରେ ଚଢ଼ିଯାଇ ବିଆକୁ ଜୋର ଦେଇ ଧକ୍କା ମାରିବାକୁ ଲାଗିଲି। ମୋ ବାଣ୍ଡ ତା ବିଆରେ ଜମାରୁ ପଶିଲାନି। ମୁଁ କହିଲି ଚିଙ୍କି, ତୋ ବିଆରେ ମୋ ବାଣ୍ଡ ପଶୁନି କ'ଣ? ସେ କହିଲା, ମୁଁ ଯେମିତି କହୁଛି ସେମିତି କର। ଚିଙ୍କି ମୋ ବାଣ୍ଡକୁ ବିଆ ମୁହଁରେ ଲଗେଇ କହିଲା, ଧୀରେ ଧୀରେ ଆଗ ପଛ କର। କିଛି ସମୟ ଆଗପଛ କରିବା ପରେ ସେ ହସି ଦେଇ କହିଲା, ଧନ ଜୋରରେ କର। ମୁଁ ଧୀରେ ଧୀରେ ଜୋରରେ ଧକ୍କା ମାରୁଥାଏ। ଚିଙ୍କି ଖାଲି ଜୋରରେ ଚିତ୍କାର କରି କହୁଥାଏ, ଧନ ଆହୁରି ଜୋର କର। ମୁଁ ବହୁତ ଦିନ ହେଲା ଘିଆଁ ଖାଇନି। ମୁଁ ଉତ୍ତେଜିତ ହେଇ ଜୋର ଦେଇ ଗେଉଁଥାଏ। ସେ ବେଶୀ ଚିତ୍କାର କରିବାରୁ ମୁଁ ତା ଓଠକୁ ଚୁଷି ଦୁଧକୁ ଚିପିବାକୁ ଲାଗିଲି। ତାପରେ ମୋର ବାହାରିଗଲା। ସବୁତକ ବୀର୍ଯ୍ୟ ତା ବିଆରେ ପଶିଗଲା। ମୁଁ ତା ଉପରେ ଶୋଇଗଲି। କିଛି ସମୟ ପରେ ଚିଙ୍କି କହିଲା, କ'ଣ ହାଲିଆ ହେଇଗଲୁ? ମୋତେ ଜୁସ୍ ପିଇବାକୁ ଦେଲା। ଜୁସ୍ ପିଇ ସାରିଲା ପରେ ସେ ମୋ ବାଣ୍ଡକୁ ଚୁଚୁମିବାକୁ ଲାଗିଲା। ମୋ ବାଣ୍ଡ ପୁଣି ଉଠିଲା। ମୁଁ କହିଲି କେମିତି ଡେଇଁବି ମୋତେ ଶିଖେଇ ଦେ। କି ମୁଁ ଗୋଟେ ଜଙ୍ଘ ଉପରେ ବସିକି ଆଉ ଗୋଟେ ଗୋଡ଼କୁ କାନ୍ଧ ଉପରେ ରଖି ଧକ୍କା ମାରେ। ସିଏ ଖାଲି ଓଃ ଆଃ ଆଃ ଆହୁରି ଜୋରରେ ଧନ କହୁଥାଏ। ମୁଁ ଜୋରରେ ଧକ୍କା ମାରୁଥାଏ। କିଛି ସମୟ ପରେ ଚିଙ୍କି କହିଲା, ସେତିକି ଥାଉ, ବାଣ୍ଡକୁ ବାହାର କର। ବାଣ୍ଡ ବାହାର କରିବା ପରେ ତା ବିହେରେ ହାଲିଆ ହୋଇ ଶୋଇଗଲା। ମୁଁ 4 ଦିନ ଯାଏ ତାକୁ ପ୍ରବଳ ଗେଇଲି। ତା ପରଦିନ ମୁଁ ଘରକୁ ବାହାରିଲି। ଚିଙ୍କି କହିଲା, ତୁ ଘରକୁ ଫୋନ୍ କରି କହିଦେ, ତୁ ଏଥର ଭୁବନେଶ୍ୱରରେ ରହି ଜବ୍ ପାଇଁ ପ୍ରିପେୟାର କରିବା ପାଇଁ ଏଇଠି ରହିବୁ। ମୋ ପାଇଁ ରାସ୍ତା ଖୋଲିଗଲା।
ସବୁଦିନ ରାତିରେ ଆମେ କିଆଁ ହେଲୁ। 2 ମାସରେ ସେ ମୋତେ ପୁରା ଏକ୍ସପର୍ଟ କରିଦେଲା। ଆମେ ସବୁ ପୋଜିସନରେ କିଆଁ ହଉ। ଦିନେ ଆମେ ମାର୍କେଟିଂ ଫେରିବା ବେଳକୁ ତା ସ୍ୱାମୀ ଆସିଥିଲେ। ସେ କହିଲେ କି ସେ ଚିଙ୍କିକୁ ନେବାକୁ ଆସିଛନ୍ତି। ସେଦିନ ରାତିରେ ଚିଙ୍କି ମୋ ରୁମ୍କୁ ଆସି ମୋତେ କହିଲା, ମୁଁ ମୋ ସ୍ୱାମୀଙ୍କ ସହ ଯିବାକୁ ଚାହୁଁଛି। ମୁଁ କହିଲି ଠିକ୍ ଅଛି। ଚିଙ୍କି କହିଲା, ମୁଁ ତୋତେ କେବେ ବି ଭୁଲି ପାରିବି ନାହିଁ। ଆମେ ଶେଷ ଥର ପାଇଁ ଭଲକି କିଆଁ ହେଲୁ। ଚିଙ୍କି ତା ପରଦିନ ତା ସ୍ୱାମୀଙ୍କ ସହ ବମ୍ବେ ଚାଲିଗଲା। ତେବେ ଦର୍ଶକ ବନ୍ଧୁ, ଏହି କାହାଣୀଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ଏବଂ ଏପରି କିଛି ନୂଆ ନୂଆ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।